କାହାଣୀ ଔଷଧର ତିନୋଟି ଲାଭ। ଜଣେ ଖାଦ୍ୟପ୍ରିୟ ବ୍ୟକ୍ତି ଥିଲା। ତାର ଖାଦ୍ୟ ଲାଳସା ବହୁତ ଥିଲା। ସେ ଏହିପରି ଭାବରେ ଖାଇ ଚାଲିବାରୁ ତାକୁ ଥରେ କାଶ ହେଲା। କାଶ ଏତେ ହେଲା ଯେ ଯେତେ ଔଷଧ ଖାଇଲେ ମଧ୍ୟ କାଶ କମିଲା ନାହିଁ। ଦିନେ ସେ ଜଣେ ନୂଆ ଚିକିତ୍ସକଙ୍କର ପ୍ରଶଂସା ଶୁଣିଲା ଏବଂ ତାଙ୍କ ପାଖକୁ ଯିବାକୁ ସ୍ଥିର କଲା। ସେଠାରେ ଯାଇ ସେ କହିଲା, ଯେତେ ଔଷଧ ଦେବା କଥା ଦିଅ, ମୁଁ ଖାଇଦେବି, ମାତ୍ର ଖାଇବା ପଥ୍ୟ ମୁଁ ଜଗିପାରିବି ନାହିଁ। ଚିକିତ୍ସକ ତା କଥା ଶୁଣି କହିଲେ, ଠିକ୍ ଅଛି, ତୁମେ ଏ ଔଷଧ ନିଅ। ଏହାକୁ ଖାଇଲେ ତୁମର 3 ପ୍ରକାର ଲାଭ ହେବ। ପ୍ରଥମତଃ, ଘରେ ଚୋର ପଶିବ ନାହିଁ। ଦ୍ୱିତୀୟତଃ, ପାଖକୁ କୁକୁର ଆସିବେ ନାହିଁ। ତୃତୀୟତଃ, ବାର୍ଦ୍ଧକ୍ୟ ମଧ୍ୟ ତୁମ ପାଖକୁ ପଶିବ ନାହିଁ। ଔଷଧ ସହ ଏତେ ଲାଭ ମିଳୁଥିବା ଜାଣି ବ୍ୟକ୍ତିଟି ଖୁସି ହୋଇ ଔଷଧ ଖାଇଲା। ଔଷଧ ଖାଇବା ସହ ପୂର୍ବପରି ଖାଦ୍ୟ ମଧ୍ୟ ଖାଇଚାଲିଲା। ଖାଦ୍ୟରେ ନିୟନ୍ତ୍ରଣ ନ ଥିବାରୁ କାଶ ଆହୁରି ବଢ଼ି ଚାଲିଲା। ସେ ପୁଣି ଚିକିତ୍ସକଙ୍କ ପାଖକୁ ଯାଇ କହିଲା, ମହାଶୟ, ଆପଣ ତ କହିଥିଲେ 3ଟି ଲାଭ ମିଳିବ ବୋଲି। ମୋତେ ତ ଔଷଧ ଖାଇ କିଛି ବି ଲାଭ ମିଳିଲା ନାହିଁ, ବରଂ ରୋଗ ବଢ଼ି ଚାଲିଲା। ଚିକିତ୍ସକ କହିଲେ, ତୁମେ ଔଷଧ ଖାଇବା ସହ ପଥ୍ୟ ଜଗିବ ନାହିଁ କହିଲ, ସେଥିରୁ ତୁମର କାଶ ବଢ଼ି ଚାଲିଲା। ରାତିସାରା ତୁମର କାଶ ହେବା ଫଳରେ ତୁମେ ଜାଗ୍ରତ ରହିଥିବା କଥା ଜାଣି ତୁମ ଘରେ ଚୋର ପଶିପାରିବ ନାହିଁ। ଦ୍ୱିତୀୟତଃ, ରୋଗର ପ୍ରଭାବରୁ ତୁମେ ଦୁର୍ବଳ ହୋଇପଡ଼ିବ, ବାଡ଼ି ଧରି ଚାଲିବାକୁ ପଡ଼ିବ, ଫଳରେ କୁକୁର ତୁମ ପାଖକୁ ଆସିପାରିବ ନାହିଁ। ଏହାଛଡ଼ା ରୋଗ କାରଣରୁ ତୁମେ ଧୀରେ ଧୀରେ ଶଯ୍ୟାଶାୟୀ ହୋଇ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିବ। ତେଣୁ ବାର୍ଦ୍ଧକ୍ୟ ବି ଆସିବ ନାହିଁ। ଏହିପରି ତୁମର 3ଟି ଲାଭ ହେବ। ବ୍ୟକ୍ତିଟି ଚିକିତ୍ସକଙ୍କର 3ଟି ଲାଭ ବିଷୟରେ ଠିକ୍ ଭାବରେ ବୁଝିଗଲା। ତେଣୁ ନିଜକୁ ନିୟନ୍ତ୍ରଣ ରଖି ଆଉ ହେଳା ନ କରି ଠିକ୍ ଭାବରେ ଔଷଧ ସେବନ କଲା ଏବଂ ଖାଦ୍ୟ ପଥ୍ୟ ଆଦି ଜଗିଲା। ଫଳରେ ସେ ଶୀଘ୍ର ସୁସ୍ଥ ହୋଇ ସୁଖୀ ଜୀବନଯାପନ କଲା। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।